ସକାଳ ନମସ୍କାର। ଆଜିର ଖବର ପାଇଁ ଆପଣମାନଙ୍କୁ ସ୍ୱାଗତ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ। ପୁଣି ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଆସନ୍ତା 13ରୁ 15 ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 15 ତାରିଖ ପରେ କମିବ ବର୍ଷାର ବିସ୍ତୃତି। ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ଝାଡ଼ଖଣ୍ଡ ଉପରେ ରହିଛି, ଯେଉଁଥିପାଇଁ ଉତ୍ତର ଓଡ଼ିଶା ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ଭାରୀ ବର୍ଷା ହୋଇପାରେ। ଆଜି କିଛି ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। 13ରୁ 15 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା ମଧ୍ୟ ଧରଣର ସମ୍ଭାବନା ରହିଛି। ବିଶେଷ କରି 13 ତାରିଖରେ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ ଜିଲ୍ଲାରେ ହୋଇପାରେ ବର୍ଷା। 15 ତାରିଖ ପରେ କମିବ ବର୍ଷାର ପରିମାଣ। ଆକଳନ ଅନୁସାରେ ଲଘୁଚାପ ଆକଳନ ହୋଇନାହିଁ। କେବଳ ଘୂର୍ଣ୍ଣିବଳୟ 13 କିମ୍ବା 14 ତାରିଖରେ ହୋଇପାରେ। କିନ୍ତୁ ମୌସୁମୀ ପ୍ରଭାବରେ 1 ଜୁନ୍ରୁ ଆଜି ପର୍ଯ୍ୟନ୍ତ ବର୍ଷା ପରିମାଣ 34% ରହିଛି, ଯାହାକି ସ୍ୱାଭାବିକଠାରୁ ଅଧିକ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ। ଯଦି ଚ୍ୟାନେଲରେ ନୂଆ ଥାନ୍ତି ତାହେଲେ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରି ରଖିଥାନ୍ତୁ, ଯାହାଦ୍ୱାରା ଆପଣଙ୍କ ପାଖରେ ସର୍ବପ୍ରଥମେ ଆମର ଖବର ପହଞ୍ଚି ପାରିବ।